ଆପଣମାନେ ତ ସବୁବେଳେ ଚିକେନ୍ କରିକି ଖାଉଥିବେ, ହେଲେ ଥରେ ଏମିତି ଆଳୁ ସହିତ ଚିକେନ୍ କରିକି ଦେଖନ୍ତୁ। ଏଇଟା ଖାଇବାରେ ବହୁତ ଟେଷ୍ଟି ଲାଗେ। ଆପଣ ଚିକେନ୍ ଛାଡ଼ିକି ଆଳୁକୁ ଖାଇବାକୁ ପସନ୍ଦ କରିବେ। ହ୍ୟାଲୋ ଫ୍ରେଣ୍ଡସ୍, ଲିସା ହୋମ୍ କିଚେନ୍ରେ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଏପଟେ ଦେଖନ୍ତୁ, ମୁଁ 1 କିଲୋ ଚିକେନ୍ ନେଇଛି, ଯେଉଁଟାକୁ ମୁଁ ଆଗରୁ ଭଲ ଭାବରେ ଧୋଇକି ସଫା କରିକି ନେଇଛି। ଏବେ ଗୋଟେ କଢ଼େଇ ବସି ଦେଇଛି। କଢ଼େଇ ଆମର ଯେମିତି ଗରମ ହେଇଯିବ, ମୁଁ ଟିକେ ତେଲ ନେଇଛି। ତେଲ ଟିକେ ଅଧିକା ନେବେ, କାହିଁକି ଆମେ ଚିକେନ୍କୁ ଫ୍ରାଏ କରିବା। ଚିକେନ୍କୁ ମୁଁ ଏଇଥିପାଇଁ ଫ୍ରାଏ କରିଛି କି ଯେଉଁ ଆମର ଆଇଁଷିଣିଆ ସ୍ମେଲ୍ ରହୁଛି, ସେଇ ସ୍ମେଲ୍ ଆସିବନି, ମାନେ ଆଇଁଷିଣିଆ ବାସନା ହେବନି। ସେଇଥିପାଇଁ ମୁଁ ଚିକେନ୍କୁ ଫ୍ରାଏ କରୁଛି। ଥରେ ଏମିତି କରିକି ଦେଖନ୍ତୁ, ବହୁତ ବଢ଼ିଆ ଲାଗେ। ଆଇଁଷିଣିଆ ସ୍ମେଲ୍ ଜମାରୁ ଆସେନି। ଆଉ ବେଶୀ ଫ୍ରାଏ କରିବେନି, ଜଷ୍ଟ ଟିକେ ଟିକେ ଫ୍ରାଏ କରିବେ, ମାନେ ସେଲୋ ଫ୍ରାଏ କରିନେବେ। ଯେତିକି ପର୍ଯ୍ୟନ୍ତ ଆମର ଚିକେନ୍ ଫ୍ରାଏ ହେଉଛି, ଚାଲନ୍ତୁ ଏପଟେ ବାକି ପ୍ରୋସେସ୍ କରିନେବା। ଆଉ ପିଆଜ ମୁଁ 2ଟା ବଡ଼ ସାଇଜ୍ ନେଇଛି, ସେଇଟାକୁ ଲମ୍ବା ଆକାରରେ କାଟି ଦେଇଛି। ଆଉ ଲଙ୍କା ମୁଁ 6ରୁ 7ଟା ନେଇଛି। ଲଙ୍କା ଆପଣଙ୍କ ହିସାବରେ ଆପଣ କମ୍ ବେଶୀ କରିପାରିବେ। ଆଉ ଏପଟେ ଦେଖନ୍ତୁ, ମୁଁ ଆଳୁ 4ରୁ 5ଟା ନେଇଛି। ଆଳୁର କ୍ୱାଣ୍ଟିଟି ଆପଣମାନେ କମ୍ ବେଶୀ କରିପାରିବେ। ଏରା ଚୋପା ଛଡ଼େଇକି ମୁଁ ଭଲ ଭାବରେ ଧୋଇ ଦେଇଥିଲି। ଚାଲନ୍ତୁ ଏବେ ଏହାକୁ କାଟି ନେବା। ଟିକେ ଆଳୁ ବଡ଼ ବଡ଼ ପିସ୍ରେ କାଟିବେ, ବେଶୀ ଛୋଟ କାଟିବେନି। ଯଦି ଛୋଟ କାଟିବେ ତ ରୋଷେଇ କଲା ସମୟରେ ଆମର ଆଳୁ ତ ଗୁଣ୍ଡ ହେଇଯିବ, ଆଉ ଚିକେନ୍ର ଆଉ ଆଳୁର ସ୍ୱାଦ ଯେଉଁଟା ସେଇଟା ଆସିବନି ସାଙ୍ଗମାନେ। ତ ସେଇଟା ଟିକେ ଆପଣମାନେ ଟିକେ ଧ୍ୟାନ ଦେବେ। ତ ସେପଟେ ମୁଁ ମାନେ ରସୁଣ ଆଉ ଅଦାକୁ ବି ଛେଚି ଦେଇଥିଲି। ଆଉ ଚିକେନ୍ ବି ଆମର ସବୁ ଫ୍ରାଏ ହେଇଯାଇଥିଲା। ତ ସେଇ ତେଲରେ ମୁଁ କିଛି ଖଡ଼ା ମସଲା ଆଉ ପିଆଜକୁ ଆଡ଼୍ କରିଦେଇଛି। ଆଉ ଲଙ୍କା ବି ଆଡ଼୍ କରିଛି। ଲଙ୍କା ମୁଁ ପରେ ଆଡ଼୍ କରିଛି, କାହିଁକି ଆଗରୁ ଆଡ଼୍ କଲେ ଆମର ଲଙ୍କା ପୋଡ଼ିଯିବ। ଆଉ ତା ସହିତ ଯେଉଁ ଅଦା ଆଉ ରସୁଣ ଛେଚିକି ରଖିଥିଲେ, ତାକୁ ବି ଆଡ଼୍ କରିଦେବା। ପିଆଜ ଆମର ଟିକେ ସଫ୍ଟ ହେଇଯିବ, ଟିକେ କଲର୍ ଚେଞ୍ଜ ହେଇଯିବ, ସେତିକି ପର୍ଯ୍ୟନ୍ତ ଭାଜି ନେବା। ଦେଖନ୍ତୁ ଆମର ପିଆଜ ବି ଭାଜି ହେଇଗଲାଣି। ତ ଏବେ ସେଇଥିରେ କିଛି ମସଲା ଆଡ଼୍ କରିଦେବା। ହଳଦୀ ପାଉଡ଼ର, ଧନିଆ ପାଉଡ଼ର, ଜିରା ପାଉଡ଼ର, ରେଡ଼୍ ଚିଲି ପାଉଡ଼ର ଆଉ କାଶ୍ମୀରୀ ରେଡ଼୍ ଚିଲି ପାଉଡ଼ର। କାଶ୍ମୀରୀ ରେଡ଼୍ ଚିଲି କଲର୍ ପାଇଁ ଦିଆହେଇଛି, ସେଇଟା ରାଗ ନଥାଏ। ତ ମସଲାକୁ ଟିକେ ଭାଜିଲା ପରେ ସେଇଥିରେ ମୁଁ 2ଟା ଟମାଟୋ କାଟିକି ଦେଇଛି। ଆଉ ସ୍ୱାଦ ଅନୁସାରେ ଲୁଣ ଦେଇଦେଇଛି। ତାକୁ ଟିକେ ଭାଜିଲା ପରେ ଏଇଟା କଭର୍ କରିକି ଟମାଟୋ ସଫ୍ଟ ହେବା ପର୍ଯ୍ୟନ୍ତ ଭାଜି ନେବା। ଟମାଟୋ ଆମର ଟିକେ ସଫ୍ଟ ହେଇଯାଇଥିଲା, ଆଉ ତଳେ ମସଲା ଲାଗୁଥିଲା। ତ ମୁଁ ସେଇଥିରେ ଟିକେ ମୁଁ ପାଣି ଆଡ଼୍ କରୁଛି, ତାକି ଆମର ମସଲା ବି ସିଝିଯିବ ଆଉ ଟମାଟୋ ବି ପୁରା ସିଝିଯିବ। ଏଇଟା କଭର୍ କରିକି ଅଏଲ୍ ଛାଡ଼ିବା ପର୍ଯ୍ୟନ୍ତ ଭାଜି ନେବା। ଦେଖନ୍ତୁ ଆମର ମସଲା ଭାଜି ହେଇଗଲାଣି। ତ ଏବେ ସେଇଥିରେ ଆଳୁ ଆମେ ଯେଉଁ କାଟିକି ରଖିଥିଲେ ତାକୁ ଆଡ଼୍ କରିଦେବା। ଏଇଟା 2 ମିନିଟ୍ ପର୍ଯ୍ୟନ୍ତ ଭାଜି ନେବେ। 2 ମିନିଟ୍ ଭାଜିଲା ପରେ ଚିକେନ୍କୁ ଆମେ ଯେଉଁ ଫ୍ରାଏ କରିକି ରଖିଥିଲେ ତାକୁ ସବୁ ଆଡ଼୍ କରିଦେବା। ଆଉ ତାକୁ ଭଲ ଭାବରେ ମିକ୍ସ କରିନେବା। ମୋ କହିବାରୁ ଥରେ ଏମିତି ଚିକେନ୍ କରିକି ଦେଖନ୍ତୁ ଫ୍ରେଣ୍ଡସ୍। ଆପଣ ଚିକେନ୍ ଛାଡ଼ିକି ଆଳୁକୁ ଖାଇବାକୁ ବେଶୀ ପସନ୍ଦ କରିବେ, କାହିଁକି ଏଇଥିରେ ଆଳୁର ଯେଉଁ ଟେଷ୍ଟ ଆଉ କିଛି କହିହେବନି, ବହୁତ ଲାଜବାବ ଲାଗେ। ତ ଏମିତି ଥରେ କରିକି ଦେଖନ୍ତୁ। ମିକ୍ସ କଲା ପରେ ସେଇଠି ଗ୍ରେଭି ହିସାବରେ ଆମେ ପାଣି ଆଡ଼୍ କରିଦେବା। ମୁଁ ଗରମ ପାଣି ଆଡ଼୍ କରୁଛି। ଥଣ୍ଡା ପାଣି, ନର୍ମାଲ୍ ୱାଟର ଜମାରୁ ଆଡ଼୍ କରିବେନି। ଗରମ ପାଣି କିମ୍ବା ଉଷୁମ ପାଣି ଆଡ଼୍ କରିବେ। ଚିକେନ୍କୁ କଭର୍ କରିକି ମିନିମମ୍ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ 10ରୁ 15 ମିନିଟ୍ ସିଝିବାକୁ ଦେବେ, ତାକି ଆମର ଚିକେନ୍ ବି ସିଝିଯିବ, ଆଳୁ ବି ସିଝିଯିବ। 10ରୁ 15 ମିନିଟ୍ ଦେଖନ୍ତୁ ହେଇଗଲା ପରେ ମୁଁ ସେଇଥିରେ ଗରମ ମସଲା ଆଉ ଧନିଆ ପତ୍ର ଆଡ଼୍ କରିଛି। ଦେଖନ୍ତୁ ସାଙ୍ଗମାନେ, ଏଇଟା ଦେଖିବାରେ କେତେ ବଢ଼ିଆ ଦେଖାଯାଉଛି, ତ ଖାଇବାରେ କେତେ ବଢ଼ିଆ ଲାଗିବ। ଏମିତି ଥରେ କରିକି ଦେଖନ୍ତୁ। ଘରେ ସମସ୍ତେ ଆପଣଙ୍କର ତାରିଫ କରିବେ। ଚିକେନ୍ ଆମର ବନିକି ରେଡ଼ି ହେଇଯାଇଥିଲା। ଏଇଟା ଆପଣମାନେ ରୁଟି, ଗରମ ଗରମ ଭାତ କିମ୍ବା ପରଟା ସହିତ ଖାଇପାରିବେ। ଆପଣମାନଙ୍କୁ ଚିକେନ୍ କାହା ସହିତ ଖାଇବାକୁ ବହୁତ ଭଲ ଲାଗେ ମୋତେ କମେଣ୍ଟରେ ଜଣାଇବେ। ଆଉ ଆଜିର ମୋର ଏଇ ରେସିପି କେମିତି ଲାଗିଲା ସେଇଟା ବି କମେଣ୍ଟରେ ମୋତେ ନିହାତି ଜଣାଇବେ। ଯଦି ଭଲ ଲାଗିଥିବ ଗୋଟେ ଲାଇକ୍, କମେଣ୍ଟ, ସେୟାର ଏବଂ ପେଜ୍କୁ ନିଶ୍ଚୟ ଫଲୋ କରିନିଅନ୍ତୁ। ପୁଣି ଦେଖା ହେବ ଆଉ ଗୋଟେ ନୂଆ ରେସିପି ସହିତ। ରହିଲି, ନମସ୍କାର ଆଣ୍ଡ ବାଏ ବାଏ।